ତ ନମସ୍କାର, ସ୍ୱାଗତ ଆପଣଙ୍କୁ ମୋର ଗୋଟେ ନୂଆ ଭିଡ଼ିଓରେ। ତ ଆମେ ପୂର୍ବ ଭିଡ଼ିଓରେ ଜାଣିଥିଲେ ନାସାର ଲକ୍ଷଣ। ଏଇ ଭିଡ଼ିଓରେ ଜାଣିବା ସ୍ତ୍ରୀମାନଙ୍କର ଜାତକ ଦେଖି କହନ୍ତୁ। ତ ଚାଲନ୍ତୁ ଡେରି ନ କରି ଆରମ୍ଭ କରିବା। ସ୍ତ୍ରୀମାନଙ୍କର ଜାତକ ଦେଖି କହନ୍ତୁ। ତ ମୁଁ ଆଶା କରୁଛି ଆପଣ ସବୁ ଭଲରେ ଥିବେ। ଆଉ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା। ସ୍ତ୍ରୀମାନଙ୍କର ଜାତକ ଦେଖି କହନ୍ତୁ। ଯେଉଁ ସ୍ତ୍ରୀମାନଙ୍କର ଲଗ୍ନ ସ୍ଥାନରେ ରବି ମଙ୍ଗଳ ଅବସ୍ଥାନ ହୋଇଥିବ, ସେହି ସ୍ତ୍ରୀମାନେ ବୈଧବ୍ୟ ଯୋଗ ଖୁବ୍ କମ୍ ବୟସରୁ ଭୋଗ କରିବେ। ବୁଝିପାରୁଥିବେ, ଆଗକୁ ଯିବା। ଯେଉଁ ସ୍ତ୍ରୀ ମାନଙ୍କର ଲଗ୍ନରେ ରାହୁ ଥିବେ, ସେପରି ସ୍ତ୍ରୀମାନଙ୍କୁ ସନ୍ତାନ ସୁଖ ମିଳିନଥାଏ। ସବୁ ସନ୍ତାନ ନାଶ ହୋଇଥାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଲଗ୍ନରେ ଶନିଙ୍କର ଅବସ୍ଥାନ ହୋଇଥାଏ, ସେହି ସ୍ତ୍ରୀମାନେ ଦରିଦ୍ରତା ଭୋଗ କରନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଲଗ୍ନ ସ୍ଥାନରେ ଶୁକ୍ର ବୁଧ ବୃହସ୍ପତିଙ୍କର ଅବସ୍ଥାନ ହୋଇଥିବ, ସେପରି ସ୍ତ୍ରୀ ସୁଶୀଳା ହୋଇଥାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଲଗ୍ନରେ ଚନ୍ଦ୍ରଙ୍କର ଅବସ୍ଥାନ ହୋଇଥିବା, ସେପରି ସ୍ତ୍ରୀ ଅଳ୍ପାୟୁ ଯୋଗ ଭୋଗ କରନ୍ତି। ବିବାହ ପୂର୍ବରୁ କିମ୍ବା ବିବାହ ପରେ ପରେ ସେମାନଙ୍କର ମୃତ୍ୟୁ ହୋଇଥାଏ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଦ୍ୱିତୀୟ ସ୍ଥାନରେ ରବି ଶନି ରହୁ ମଙ୍ଗଳ ଗ୍ରହ ଅବସ୍ଥାନ ହୋଇଥିବେ, ସେମାନେ ଭୟଙ୍କର ଦରିଦ୍ରତା ଭୋଗ କରନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଦ୍ୱିତୀୟ ସ୍ଥାନରେ ଶୁକ୍ର ଓ ବୁଧଙ୍କର ଅବସ୍ଥାନ ହୋଇଥିବ, ସେମାନେ ସଧବା ବୋଲି ଜାଣିବ ଓ ଧନବତୀ ବୋଲି ଜାଣିବ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଦ୍ୱିତୀୟ ସ୍ଥାନରେ ଚନ୍ଦ୍ରଙ୍କର ଅବସ୍ଥାନ ହୋଇଥିବ, ସେପରି ସ୍ତ୍ରୀ ବହୁ ସନ୍ତାନର ଜନନୀ ହୋଇଥାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଦ୍ୱିତୀୟ ସ୍ଥାନରେ ରବି ଚନ୍ଦ୍ର ମଙ୍ଗଳ ବୃହସ୍ପତି ଶୁକ୍ର ଓ ବୁଧଙ୍କର ଅବସ୍ଥାନ ହୋଇଥିବ, ସେପରି ସ୍ତ୍ରୀ ବହୁ ସୁତର ଜନନୀ ହୋଇଥାନ୍ତି ଓ ସେ ସ୍ତ୍ରୀ ବହୁ ଧନ ଭୋଗ କରେ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଦ୍ୱିତୀୟ ସ୍ଥାନରେ ରାହୁଙ୍କର ଅବସ୍ଥାନ ହୋଇଥାଏ, ସେହି ସ୍ତ୍ରୀର ଲକ୍ଷ୍ମୀପ୍ରିୟା ହୋଇ ବହୁ ଧନ ସୁଖ ଭୋଗ କରିଥାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଚତୁର୍ଥ ସ୍ଥାନରେ ଶନିଙ୍କର ଅବସ୍ଥାନ ହୋଇଥିବ, ସେହି ସ୍ତ୍ରୀମାନଙ୍କର ସ୍ତନରୁ ଦୁଗ୍ଧ କମିଯାଏ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଚତୁର୍ଥ ସ୍ଥାନରେ ରବି କିମ୍ବା ଚନ୍ଦ୍ରଙ୍କର ଅବସ୍ଥାନ ହୋଇଥିବ, ସେମାନଙ୍କୁ ଭାଗ୍ୟହୀନ ସ୍ତ୍ରୀ ବୋଲି କହିବ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଚତୁର୍ଥ ସ୍ଥାନରେ ରାହୁଙ୍କର ଅବସ୍ଥାନ ହୋଇଥାଏ, ସେମାନଙ୍କର ବହୁ ସନ୍ତାନ ନଷ୍ଟ ହୁଅନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଚତୁର୍ଥ ସ୍ଥାନରେ ମଙ୍ଗଳଙ୍କର ଅବସ୍ଥାନ ହୋଇଥାଏ, ସେହି ସ୍ତ୍ରୀମାନଙ୍କର ଗର୍ଭଧାରଣ କ୍ଷମତା ନଥାଏ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଚତୁର୍ଥ ସ୍ଥାନରେ ଶୁକ୍ର ବୁଧ ବୃହସ୍ପତିଙ୍କର ଅବସ୍ଥାନ ହୋଇଥାଏ, ସେମାନେ ଚିର ସୁଖିନୀ ଭାବେ ସମୟ ବିତାଇଥାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ପଞ୍ଚମରେ ରବି ମଙ୍ଗଳଙ୍କର ଅବସ୍ଥାନ ହୋଇଥିବ, ସେମାନଙ୍କର ଆଦୌ ସନ୍ତାନ ବଞ୍ଚନ୍ତି ନାହିଁ। ତ ଚାଲନ୍ତୁ ଆଗକୁ ଯିବା।
ଯେଉଁ ସ୍ତ୍ରୀମାନଙ୍କର ପଞ୍ଚମ ସ୍ଥାନରେ ବୁଧ, ଗୁର ଓ ଶୁକ୍ରଙ୍କର ଅବସ୍ଥାନ ହୋଇଥିବ ସେପରି ସ୍ତ୍ରୀମାନେ ବହୁ ସନ୍ତାନର ଜନନୀ ହୋଇଥାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ପଞ୍ଚମ ସ୍ଥାନରେ ରାହୁଙ୍କର ଅବସ୍ଥାନ ହୋଇଥାଏ ସେମାନଙ୍କର ରାହୁଙ୍କ କାରଣରୁ ମୃତ୍ୟୁ ହୋଇଥାଏ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ପଞ୍ଚମ ସ୍ଥାନରେ ଚନ୍ଦ୍ରଙ୍କର ଅବସ୍ଥାନ ହୋଇଥାଏ ସେମାନଙ୍କର ବହୁତ କନ୍ୟା ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଷଷ୍ଠ ସ୍ଥାନରେ ରବି, ରାହୁ, ମଙ୍ଗଳ ଓ ବୃହସ୍ପତି ଥାନ୍ତି ସେହି ସ୍ତ୍ରୀମାନେ ବହୁ ସନ୍ତାନର ଜନନୀ ହେବା ସହିତ ବହୁ ଧନର ଅଧିକାରିଣୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଷଷ୍ଠ ସ୍ଥାନରେ ଚନ୍ଦ୍ରଙ୍କର ଅବସ୍ଥାନ ହୋଇଥାଏ ସେମାନେ ସଦ୍ୟ ବୈଧବ୍ୟ ଯୋଗ ଭୋଗ କରନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ସପ୍ତମ ସ୍ଥାନରେ ଶନିଙ୍କର ଅବସ୍ଥାନ ହୋଇଥାଏ ସେମାନେ କମ୍ ବୟସରେ ବୈଧବ୍ୟ ଯୋଗ ଭୋଗ କରନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ସପ୍ତମ ସ୍ଥାନରେ ବୃହସ୍ପତି ଅବସ୍ଥାନ କରିଥାନ୍ତି ସେ ସ୍ତ୍ରୀ ସଦା ସର୍ବଦା ଭୟାସ୍ମତ ଅବସ୍ଥାରେ ବାସ କରେ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ସପ୍ତମ ସ୍ଥାନରେ ବୁଧଙ୍କର ଅବସ୍ଥାନ ହୋଇଥାଏ ସେ ସ୍ତ୍ରୀ ବହୁ ହାନି ଯୋଗରେ ପଡ଼ନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ସପ୍ତମ ସ୍ଥାନରେ ରାହୁଙ୍କର ଅବସ୍ଥାନ ହୋଇଥାଏ ସେ ସ୍ତ୍ରୀଙ୍କର ସଦା ସର୍ବଦା ଧନ ନାଶ ହୋଇଥାଏ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ସପ୍ତମ ସ୍ଥାନରେ ରବିଙ୍କର ଅବସ୍ଥାନ ହୋଇଥିବ ସେହି ସ୍ତ୍ରୀ ସର୍ବଦା ରୋଗ ଭୋଗ କରନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ସପ୍ତମ ସ୍ଥାନରେ ଚନ୍ଦ୍ରଙ୍କର ଅବସ୍ଥାନ ହୋଇଥାଏ ସେମାନେ ବିଦେଶରେ ବାସ କରନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ସପ୍ତମରେ ଶୁକ୍ର ଥାନ୍ତି ସେହି ସ୍ତ୍ରୀଙ୍କର ଶୁକ୍ର ମୃତ୍ୟୁଦାୟକ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଅଷ୍ଟମ ସ୍ଥାନରେ ବୃହସ୍ପତି, ବୁଧଙ୍କର ଅବସ୍ଥାନ ହୋଇଥିଲେ ସେ ସ୍ତ୍ରୀ ବହୁ ଦୁଃଖ ଭୋଗ କରନ୍ତି। ସୁଖ ତାଙ୍କ ଲାଗି ସପନ ହୋଇଥାଏ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଅଷ୍ଟମ ସ୍ଥାନରେ ଚନ୍ଦ୍ରଙ୍କର ଅବସ୍ଥାନ ହୋଇଥାଏ ସେ ସ୍ତ୍ରୀ ଶୀଘ୍ର ମରଣ ମୁଖରେ ପଡ଼ନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଅଷ୍ଟମ ସ୍ଥାନରେ ଶୁକ୍ର ତଥା ରାହୁଙ୍କର ଅବସ୍ଥାନ ହୋଇଥାଏ ସେହି ଗ୍ରହମାନେ ମାରାକର କାରଣ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଅଷ୍ଟମ ସ୍ଥାନରେ ରବିଙ୍କର ଅବସ୍ଥାନ ହୋଇଥାଏ ସେ ସ୍ତ୍ରୀମାନେ ବୈଧବ୍ୟ ଯୋଗ ଭୋଗ କରନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଅଷ୍ଟମ ସ୍ଥାନରେ ମଙ୍ଗଳଙ୍କର ଅବସ୍ଥାନ ହୋଇଥାଏ ସେହି ସ୍ତ୍ରୀମାନେ ଚିର ରୋଗିଣୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଅଷ୍ଟମ ସ୍ଥାନରେ ଶନିଙ୍କର ଅବସ୍ଥାନ ହୋଇଥାଏ ସେ ସ୍ତ୍ରୀମାନେ ବହୁ ସନ୍ତାନର ଜନନୀ ହେବା ସହିତ ବହୁ କୁତ୍ସିତ କରି ବଞ୍ଚନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନବମ ସ୍ଥାନରେ ରବି, ମଙ୍ଗଳ ଓ ବୃହସ୍ପତିଙ୍କର ଅବସ୍ଥାନ ହୋଇଥାଏ ସେମାନେ ଧର୍ମ ନିରତା ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନବମ ସ୍ଥାନରେ ବୁଧଙ୍କର ଅବସ୍ଥାନ ହୋଇଥାଏ ସେମାନେ ବହୁ ଭୋଗ ବିଳାସରେ ସମୟ ବିତାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନବମ ସ୍ଥାନରେ ରାହୁ ଅଥବା ଶନିଙ୍କର ଅବସ୍ଥାନ ହୋଇଥିଲେ ସେ ସ୍ତ୍ରୀମାନେ ଚିରବନ୍ଧ୍ୟା ହୋଇଥାଏ। ତ ଆଗକୁ ଯିବା।
ଯେଉଁ ସ୍ତ୍ରୀମାନଙ୍କର ନବମ ସ୍ଥାନରେ ଚନ୍ଦ୍ରଙ୍କର ଅବସ୍ଥାନ ହୋଇଥିଲେ ସେ ସ୍ତ୍ରୀ ବହୁ ସନ୍ତାନର ଅଧିକାରିଣୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଦଶମ ସ୍ଥାନରେ ରାହୁଙ୍କର ଅବସ୍ଥାନ ହୋଇଥାଏ ସେମାନେ ବୈଧବ୍ୟର କାରଣ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଦଶମ ସ୍ଥାନରେ ରବି ଓ ଶନିଙ୍କର ଅବସ୍ଥାନ ହୋଇଥିଲେ ସେ ସ୍ତ୍ରୀ ବହୁ ପାପର ଅଧିକାରିଣୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଦଶମ ସ୍ଥାନରେ ମଙ୍ଗଳଙ୍କର ଅବସ୍ଥାନ ହୋଇଥାଏ ସେହି ମଙ୍ଗଳ ହିଁ ମରଣର କାରଣ ହୁଅନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଦଶମ ସ୍ଥାନରେ ଚନ୍ଦ୍ରଙ୍କର ଅବସ୍ଥାନ ହୋଇଥାଏ ସେହି ସ୍ତ୍ରୀ ଖୁବ୍ କୁଟିଳା ଓ ଧନହୀନ ହୁଅନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଏକାଦଶ ସ୍ଥାନରେ ରବିଙ୍କର ଅବସ୍ଥାନ ସେମାନେ ବହୁ ସନ୍ତାନବତୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଏକାଦଶ ସ୍ଥାନରେ ଚନ୍ଦ୍ରଙ୍କର ଅବସ୍ଥାନ ହୋଇଥାଏ ସେମାନେ ଖୁବ୍ ଧନବତୀ, ଧନ ଭୋଗ କରନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଏକାଦଶ ସ୍ଥାନରେ ମଙ୍ଗଳଙ୍କର ଅବସ୍ଥାନ ହୋଇଥାଏ ସେମାନେ ପୁତ୍ରବତୀ ହୁଅନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଏକାଦଶ ସ୍ଥାନରେ ବୃହସ୍ପତିଙ୍କର ଅବସ୍ଥାନ ହୋଇଥାଏ ସେମାନେ ବହୁତ ନିଦ ବଞ୍ଚନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଏକାଦଶ ସ୍ଥାନରେ ଶୁକ୍ରଙ୍କର ଅବସ୍ଥାନ ହୋଇଥାଏ ସେହି ସ୍ତ୍ରୀ ସୁପୁତ୍ରର ଜନନୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଦଶମ ସ୍ଥାନରେ ରାହୁଙ୍କର ଅବସ୍ଥାନ ହୋଇଥାଏ ସେହି ସ୍ତ୍ରୀ ସୁଭାଗା ଓ ବୁଧ ଥିଲେ ସେ ସ୍ତ୍ରୀ ବହୁ ଦୁଃଖ ଭୋଗ କରେ। ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଏକାଦଶ ସ୍ଥାନରେ ରବିଙ୍କର ଅବସ୍ଥାନ ହୋଇଥାଏ ସେ ସ୍ତ୍ରୀ ବହୁ ସନ୍ତାନର ଜନନୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଚନ୍ଦ୍ର ଏକାଦଶ ସ୍ଥାନରେ ଅବସ୍ଥାନ କରିଥାନ୍ତି ସେ ସ୍ତ୍ରୀ ବହୁ ଧନର ଅଧିକାରିଣୀ ହୋଇ ବଞ୍ଚନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଏକାଦଶ ସ୍ଥାନରେ ମଙ୍ଗଳଙ୍କର ଅବସ୍ଥାନ ହୋଇଥାଏ ସେହି ସ୍ତ୍ରୀ ବହୁ ପୁତ୍ରଙ୍କର ଜନନୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଚନ୍ଦ୍ର ଏକାଦଶ ସ୍ଥାନରେ ଅବସ୍ଥାନ କରିଥାନ୍ତି ସେ ସ୍ତ୍ରୀ ବହୁ ଧନର ଅଧିକାରିଣୀ ହୋଇ ବଞ୍ଚନ୍ତି। ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଏକାଦଶ ସ୍ଥାନରେ ମଙ୍ଗଳଙ୍କର ଅବସ୍ଥାନ ହୋଇଥାଏ ସେ ସ୍ତ୍ରୀ ବହୁ ପୁତ୍ରଙ୍କର ଜନନୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଏକାଦଶ ସ୍ଥାନରେ ଶନିଙ୍କର ଅବସ୍ଥାନ ହୋଇଥାଏ ସେହି ସ୍ତ୍ରୀମାନେ ବହୁ ଧନ ଭୋଗିନୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଏକାଦଶ ସ୍ଥାନରେ ବୃହସ୍ପତିଙ୍କର ଅବସ୍ଥାନ ହୋଇଥାଏ ସେମାନେ ବହୁ ବର୍ଷ ବଞ୍ଚି ରହନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଏକାଦଶ ସ୍ଥାନରେ ଶୁକ୍ରଙ୍କର ଅବସ୍ଥାନ ହୋଇଥାଏ ସେହି ସ୍ତ୍ରୀମାନେ ସୁପୁତ୍ରଙ୍କୁ ଜନ୍ମ ଦେଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଏକାଦଶ ସ୍ଥାନରେ ରାହୁଙ୍କର ଅବସ୍ଥାନ ହୋଇଥାଏ ସେମାନେ ବହୁ ସୌଭାଗ୍ୟବତୀ ହୁଅନ୍ତି। ବୁଧ ଥିଲେ ଦୁଃଖ ନାଶ କରନ୍ତି। ଯେଉଁ ସ୍ତ୍ରୀମାନଙ୍କର ଦ୍ୱାଦଶ ସ୍ଥାନରେ ରବିଙ୍କର ଅବସ୍ଥାନ ହୋଇଥାଏ ସେହି ସ୍ତ୍ରୀମାନେ ବହୁ ବ୍ୟୟ କରିଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଦ୍ୱାଦଶ ସ୍ଥାନରେ ରବିଙ୍କର ଅବସ୍ଥାନ ହୋଇଥାଏ ସେ ସ୍ତ୍ରୀ ଦରିଦ୍ରା ଓ ଆଦୌ ସନ୍ତାନର ଜନନୀ ହୋଇପାରନ୍ତି ନାହିଁ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଦ୍ୱାଦଶ ସ୍ଥାନରେ ରାହୁଙ୍କର ଅବସ୍ଥାନ ହୋଇଥାଏ ସେ ସ୍ତ୍ରୀ କୁଳଦୋଷିନୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଦ୍ୱାଦଶ ସ୍ଥାନରେ ବୁଧ ଓ ବୃହସ୍ପତିଙ୍କର
ଅବସ୍ଥାନ ହୋଇଥାଏ ସେମାନେ ସୁଶୀଳା ହେବା ସହିତ ସେମାନେ କୁପୁତ୍ର ପୌତ୍ରବତୀ ହୋଇଥାନ୍ତି। ତ ଆଗକୁ ଯିବା। ମୁଁ ଆଶା କରୁଛି ଆପଣ ବୁଝିପାରୁଥିବେ। ଯେଉଁ ସ୍ତ୍ରୀମାନଙ୍କର ଦ୍ୱାଦଶ ସ୍ଥାନରେ ଚନ୍ଦ୍ରଙ୍କର ଅବସ୍ଥାନ ହୋଇଥାଏ ସେମାନେ ଦୃଷ୍ଟିଶକ୍ତିହୀନା ହୋଇଥାନ୍ତି। ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଜାତକରେ ପଞ୍ଚମରେ ରବି ଥିଲେ ସେ ସ୍ତ୍ରୀ ରାଜତୁଲ୍ୟ ପୁତ୍ର ପାଆନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ପଞ୍ଚମରେ ମଙ୍ଗଳ ଥିଲେ ସେ ସ୍ତ୍ରୀଙ୍କର 3 ଗୋଟି ପୁତ୍ର ହୋଇଥାନ୍ତି। ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଜାତକରେ ବୃହସ୍ପତି ପଞ୍ଚମରେ ସେ ସ୍ତ୍ରୀଙ୍କର 5 ଗୋଟି ପୁତ୍ର ହୋଇଥାନ୍ତି। ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକର ପଞ୍ଚମ ସ୍ଥାନରେ ଚନ୍ଦ୍ରଙ୍କର ଅବସ୍ଥାନ ହୋଇଥାଏ ସେ ସ୍ତ୍ରୀଙ୍କର 2 ଗୋଟି କନ୍ୟା ହେବ। ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ପଞ୍ଚମ ସ୍ଥାନରେ ବୁଧଙ୍କର ଅବସ୍ଥାନ ହୋଇଥାଏ ସେ ସ୍ତ୍ରୀଙ୍କର 4 ଗୋଟି କନ୍ୟା ହୋଇଥାନ୍ତି। ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକର ପଞ୍ଚମ ସ୍ଥାନରେ ଶୁକ୍ରଙ୍କର ଅବସ୍ଥାନ ହୋଇଥାଏ ସେ ସ୍ତ୍ରୀଙ୍କର 7 ଗୋଟି କନ୍ୟା ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକର ପଞ୍ଚମ ସ୍ଥାନରେ ରାହୁ ଥିଲେ ଗୋଟିଏ ମାତ୍ର ପୁଅ ଜନ୍ମ ହୁଅନ୍ତି। ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକର ପଞ୍ଚମ ଏକାଦଶରେ ରାହୁ ଶନି କିମ୍ବା ମଙ୍ଗଳଙ୍କର ଅବସ୍ଥାନ ହୋଇଥାଏ ସେମାନଙ୍କର ସନ୍ତାନ କ୍ଷେତ୍ରରେ ପ୍ରତିବନ୍ଧକ ଘଟେ। ଯେଉଁ ସ୍ତ୍ରୀଙ୍କର ଜନ୍ମ ଦ୍ୱିତୀୟା ସପ୍ତମୀ ଦ୍ୱାଦଶୀ ତିଥିରେ ଅଶ୍ଳେଷା କୃତ୍ତିକା ଶତଭିଷା ନକ୍ଷତ୍ରରେ ଶନି ରବି ମଙ୍ଗଳ ଏମାନେ ପରସ୍ପର ଯୋଗଯୁକ୍ତ ହୋଇଥିଲେ ଏପରି ସ୍ତ୍ରୀର ବିଷ ଯୋଗ ହୋଇଥାଏ। ମୁଁ ଆଶା କରୁଛି ଆପଣ ବୁଝିପାରୁଥିବେ। ଆଗକୁ ଯିବା। ଯେଉଁ କନ୍ୟାର ଜାତକରେ ଲଗ୍ନ ସ୍ଥାନରେ ପାପ ଷଷ୍ଠ ସ୍ଥାନରେ ପାପ ଗ୍ରହମାନଙ୍କର ଅବସ୍ଥାନ ହୋଇଥାଏ ସେ କନ୍ୟାର ବିଷ ଯୋଗ ହୋଇଥାଏ। ତ ଆଗକୁ ଯିବା। ଏଇ ଚାପ୍ଟର ବହୁତ ବଡ଼ କାହିଁକି ନା ବୁଝିପାରୁଥିବେ ଜାତକ ଦେଖି କହିବାଟା କମ୍ ନୁହଁ। ଏଇ ଚାପ୍ଟର ବହୁତ ବଡ଼ ଆପଣ ଦେଖି ଚାଲନ୍ତୁ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ କନ୍ୟାର ଜାତକରେ ନବମରେ ମଙ୍ଗଳ ଲଗ୍ନରେ ଶନି ଓ ପଞ୍ଚମ ସ୍ଥାନରେ ରବିଙ୍କର ଅବସ୍ଥାନ ହୋଇଥିଲେ ସେ କନ୍ୟାକୁ ବିଷ କନ୍ୟା ଯୋଗ ହୋଇଥାଏ। ତ ଆଗକୁ ଯିବା। ସେପରି କନ୍ୟାମାନେ ଜୀବନ ସାରାକୁ ଶୋକାତୁରା ଦୁର୍ଭାଗା ମୃତ୍ୟୁ ପୁତ୍ର ପ୍ରାପ୍ତି ଓ ବସ୍ତ୍ରାଭରଣହୀନ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ସପ୍ତମ ବୃହସ୍ପତି ଥିବେ ସେ ସ୍ତ୍ରୀ ଗୁଣବତୀ ଧର୍ମଜ୍ଞାନଯୁକ୍ତା ଓ ପତିବ୍ରତା ହୋଇଥାନ୍ତି ଓ ସେ ସ୍ତ୍ରୀ କନକମାଳାରେ ଶିରମଣ୍ଡିତା ହୋଇଥାନ୍ତି। ବୃହସ୍ପତି ଯେବେ କର୍କଟ ରାଶିରେ ସପ୍ତମ ଥାନ୍ତି ତାହା ହେଲେ ସେହି ସ୍ତ୍ରୀ ଖୁବ୍ ରୂପବତୀ ଓ ପୁଣ୍ୟବତୀ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଶୁକ୍ର ସପ୍ତମ ସ୍ଥାନରେ ହୋଇଥାନ୍ତି ସେ ସ୍ତ୍ରୀଙ୍କର ପତି ଉଦାର ହୁଅନ୍ତି। ସେ ସ୍ତ୍ରୀ କାମ କଳା କୌତୁକ ପଟୁ ଓ ଧନୁର୍ଦ୍ଧର ହୋଇଥାନ୍ତି। ସେ ସ୍ତ୍ରୀ ସଙ୍ଗୀତ ପ୍ରିୟ ହୋଇଥାଏ। ସେ ସ୍ତ୍ରୀ ପତିପ୍ରିୟା ସୁନ୍ଦର ଚକ୍ଷୁ ଯୁକ୍ତ ଓ ବସନଭୂଷଣରେ ମଣ୍ଡିତ ହୋଇଥାଏ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ସପ୍ତମ ସ୍ଥାନରେ ଶନି ଥାନ୍ତି ସେ ସ୍ତ୍ରୀଙ୍କର ସ୍ୱାମୀ ଅତିଶୟ
ପୀଡ଼ିତ ଓ ମଳିନ ବେଶଧାରୀ ଓ ନିଟଳ ହୋଇଥାନ୍ତି। ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ସପ୍ତମ ସ୍ଥାନସ୍ୱ ଶନି ଉଚ୍ଚସ୍ୱ, ସେ ସ୍ତ୍ରୀଙ୍କର ଶନି ଉଚ୍ଚସ୍ଥ ଓ ଖୁବ୍ ଧନପତି ଭାବରେ ପରିଚିତ ହୋଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଜାତକରେ ସପ୍ତମ ସ୍ଥାନରେ ରାହୁଙ୍କର ଅବସ୍ଥାନ ହୋଇଥାଏ, ସେ ସ୍ତ୍ରୀ କୁଳଦୋଷିନୀ ହୁଏ, ଜୀବନରେ ଆଦୌ ସୁଖ ପାଏ ନାହିଁ। ଯଦି ରାହୁ ଉଚ୍ଚରେ ଅବସ୍ଥାନ କରିଥାନ୍ତି, ସେ ସ୍ତ୍ରୀ ଉତ୍ତମ ସୁଖ ଭୋଗ ସ୍ୱାମୀ ପାଇଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀର ସପ୍ତମ ସ୍ଥାନରେ ପାପ ଗ୍ରହମାନଙ୍କର ଅବସ୍ଥାନ ହୋଇଥାଏ, ସେ ସ୍ତ୍ରୀ ପତି ସୁଖ ଭୋଗ କରିପାରେ ନାହିଁ। ତ ଆଗକୁ ଯିବା। ସେହି ପାପ ଗ୍ରହ ଯଦି ଶୁଭଦୃଷ୍ଟ କିମ୍ବା ଶୁଭଯୁକ୍ତ ହୋଇଥାନ୍ତି, ସେ ସ୍ତ୍ରୀ ପତି ସୌଖ୍ୟ ଭୋଗ କରନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ମକର ରାଶିରେ ମଙ୍ଗଳ, ମୀନ ରାଶିରେ ବୃହସ୍ପତି, ଚତୁର୍ଥ ସ୍ଥାନରେ ଶନିଙ୍କ ସହିତ ଶୁକ୍ରଙ୍କର ଅବସ୍ଥାନ ହୋଇଥାଏ, ସେ ସ୍ତ୍ରୀ ଗଳମୁକ୍ତା ମାଳାରେ ସ୍ତନମଣ୍ଡଳିତ କରେ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଜାତକର କେନ୍ଦ୍ର ସ୍ଥାନରେ ଶୁକ୍ର ଗୁରୁ ଯୁକ୍ତ ହୋଇଥିବେ କିମ୍ବା ଗୁରୁ ଦ୍ୱାରା ସୃଷ୍ଟି ପାଉଥିବେ, ସପ୍ତମରେ ଓ ଅଷ୍ଟମରେ ପାପ ଗ୍ରହମାନଙ୍କର ଅବସ୍ଥାନ ହୋଇନଥିଲେ, ସେ ସ୍ତ୍ରୀ ରାଜରାଣୀ ସମ ସମୟ ଅତିବାହିତ କରେ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକର ସପ୍ତମରେ ମଙ୍ଗଳ ଥାଏ, ଗୁରୁଙ୍କର ଦୃଷ୍ଟି ପାଉଥିବ, ସେ ସ୍ତ୍ରୀ ସୁଖଦାୟିନୀ। ଆଉ ମଧ୍ୟ ଜାତକରେ ମଙ୍ଗଳ ହେତୁକ ଯେକୌଣସି ଦୋଷ ଥିଲେ ତାହା ଖଣ୍ଡନ ଯୋଗ୍ୟ ହୋଇଥାଏ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ଲଗ୍ନରେ ନବମାଧିପତି ଦଶମରେ ବୁଧ ବଳବାନ ହୋଇ ଅବସ୍ଥାନ କରିଥିବେ ଓ ଶନିଙ୍କର ଅବସ୍ଥାନ ତୃତୀୟରେ ହୋଇଥିଲେ, ସେ ସ୍ତ୍ରୀ ରାଗୀ ହୋଇଥାଏ। ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ସପ୍ତମ ସ୍ଥାନରେ ଶୁକ୍ରଙ୍କର ଅବସ୍ଥାନ ହୋଇ ଅନ୍ୟ ଶୁଭ ଗ୍ରହମାନଙ୍କର ସହିତ ଯୋଗ ଯୁକ୍ତ ହୋଇ ରହିଥିବ, ସେ ସ୍ତ୍ରୀ ଖୁବ୍ ସୁନ୍ଦରୀ, ମୁକ୍ତାମାଳାଧାରିଣୀ, ପତିପ୍ରିୟା ଓ ଶଚୀତୁଲ୍ୟ ଭୋଗ ବିଳାସରେ ଜୀବନ ଯାପନ କରେ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ଲଗ୍ନରେ ଗୁରୁ ଅଥବା ଶୁକ୍ରଙ୍କର ଅବସ୍ଥାନ ହୋଇଥିବ, ବୁଧ ନିଜ ରାଶି କନ୍ୟାରେ ଅବସ୍ଥାନ କରିଥିବେ ଓ ସପ୍ତମ ହୋଇଥିବେ, ମଙ୍ଗଳ ମକର ରାଶିରେ ଥିବେ, ଚନ୍ଦ୍ର ସ୍ୱରାଶି କର୍କଟରେ ଥିବେ, ସେପରି ସ୍ତ୍ରୀ ଖୁବ୍ ସୁନ୍ଦରୀ, ତପସ୍ୟାଯୁକ୍ତା, ରାଣୀ ସମ ସମୟ ଅତିବାହିତ କରିଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଚନ୍ଦ୍ର କର୍କଟରେ, ବୁଧ କନ୍ୟାରେ, ବୃହସ୍ପତି ମୀନରେ, ଲଗ୍ନରେ ଶୁକ୍ର ଅଷ୍ଟମ ତୁଳାରେ ଥିଲେ, ସେ ସ୍ତ୍ରୀ ସହର୍ଷ ଦାସୀ, ପରିବୃତ୍ତା, ରାଜରାଣୀ, ଗୁଣବତୀ ଓ ପୁଣ୍ୟଶୀଳା ହୋଇଥାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଜାତକରେ ବୃଷରେ ଚନ୍ଦ୍ର ସପ୍ତମ ଭାବ ହୋଇଥିଲେ, ସେ ସ୍ତ୍ରୀ ନିର୍ମଳ ବସ୍ତ୍ରଧାରିଣୀ, ସୁନ୍ଦରୀ, ନମ୍ରମୁଖୀ, ମୁକ୍ତାଭାର, ବିନମ୍ର ସ୍ତନା ଓ ଭୋଗବତୀ ହୋଇଥାଏ। ସେ ଶ୍ରୀଲକ୍ଷ୍ମୀ ଓ ରତିତୁଲ୍ୟା, ପତିପ୍ରିୟା ଓ ସୁଖ ଭୋଗିନୀ ହୋଇଥାଏ। ତ ଚାଲନ୍ତୁ ଆଗକୁ ଯିବା।
ଯେଉଁ ସ୍ତ୍ରୀଙ୍କର ବୈଧବ୍ୟ ଯୋଗ ଥାଇ ସପ୍ତମ ଲଗ୍ନ ଚତୁର୍ଥ ନବମ ବା ଦ୍ୱାଦଶରେ ଶନିଙ୍କର ଅବସ୍ଥାନ ହୋଇଥିବ ସେ ସ୍ତ୍ରୀଙ୍କର ମଙ୍ଗଳ ହେତୁକ ବୈଧବ୍ୟ ଯୋଗ ଖଣ୍ଡନ ହେବ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ମଙ୍ଗଳ ମେଷରେ ଲଗ୍ନରେ ଧନୁରେ ବ୍ୟୟରେ ବିଛାରେ ଚତୁର୍ଥରେ ମକରରେ ସପ୍ତମରେ କର୍କଟରେ ଅଷ୍ଟମରେ ଅବସ୍ଥାନ ହୋଇଥିବ ସେପରି ମଙ୍ଗଳ ଦୋଷପ୍ରଦ ନୁହେଁ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ଜାତକରେ ମଙ୍ଗଳ ଅସ୍ତନୀୟ ଶତ୍ରୁକ୍ଷେତ୍ରୀ ହୋଇ ଅଷ୍ଟମ ସ୍ଥାନରେ ସେପରି ମଙ୍ଗଳ ଦୋଷପ୍ରଦ ନୁହେଁ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ କେନ୍ଦ୍ରରେ ଗୁରୁ ଲଗ୍ନ ବା ତ୍ରିକୋଣରେ ଶୁକ୍ରଙ୍କର ଅବସ୍ଥାନ ହୋଇଥିବ ସେପରି ମଙ୍ଗଳ ଦୋଷ ବହ ନୁହେଁ। ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ମଙ୍ଗଳ ଶୁଭ ଯୁକ୍ତ ଶୁଭ ଦୃଷ୍ଟ ବା ସ୍ୱରାଶିସ୍ଥ ହେଲେ ଶୁକ୍ର ତ୍ରିକୋଣରେ ଥିଲେ ମଙ୍ଗଳ ଦୋଷପ୍ରଦ ନୁହେଁ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ବଳବାନ ଗୁରୁ ତଥା ଶୁକ୍ର ଲଗ୍ନ ତଥା ସମୟରେ ସପ୍ତମରେ ବକ୍ରୀ ନୀଚ ବା ସତ୍ରୀ ଗୃହରେ ସେପରି ମଙ୍ଗଳ ଦୋଷ ନାଶ ହୋଇଥାଏ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ମଙ୍ଗଳ ମିତ୍ର କ୍ଷେତ୍ରରେ ବୃହସ୍ପତି କେନ୍ଦ୍ରରେ ବା ତ୍ରିକୋଣରେ ଅବସ୍ଥାନ କରିଥିଲେ ସେ ସ୍ତ୍ରୀଙ୍କ ଲାଗି ମଙ୍ଗଳ ହେତୁକ ଦୋଷ ଲାଗେ ନାହିଁ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ମଙ୍ଗଳ ଚିର ରାଶିସ୍ୱ ହୋଇ ଚତୁର୍ଥରେ ଅଷ୍ଟମରେ ଦ୍ୱାଦଶରେ ଶୁଭ ଗ୍ରହଙ୍କ ଦୃଷ୍ଟିରେ ଥିଲେ ସେପରି ମଙ୍ଗଳ ଦୋଷପ୍ରଦ ହୋଇ ନଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ମେଷ ବିଛା ମକରରେ ମଙ୍ଗଳ ଚତୁର୍ଥ ସପ୍ତମରେ ତଥା ଲଗ୍ନରେ ଥିଲେ ସେ ମଙ୍ଗଳ ଦୋଷପ୍ରଦ ନୁହେଁ। ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ସପ୍ତମାଧିପତି ଅଷ୍ଟମରେ ଅଷ୍ଟମାଧିପ ସପ୍ତମରେ ଥାଇ ପାପ ଗ୍ରହ ଯୁକ୍ତ ହୋଇଥିବେ ବା ଦୃଷ୍ଟ ହେଉଥିବେ ସେପରି ସ୍ତ୍ରୀ ବିଧବା ହୋଇଥାଏ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ସପ୍ତମ ତଥା ଅଷ୍ଟମାଧିପତିମାନେ ପାପ ଦୃଷ୍ଟ ହୋଇ ବା ପାପ ଯୁକ୍ତ ହୋଇଥିଲେ ସେ ସ୍ତ୍ରୀ ବିଧବା ହୁଏ ଏଥିରେ ସନ୍ଦେହର ଅବକାଶ ନାହିଁ। ଆଗକୁ ଯିବା। ଯେଉଁ ସ୍ତ୍ରୀ ଜାତକର ଲଗ୍ନରେ ସପ୍ତମରେ ଚନ୍ଦ୍ର ବା ଶୁଭ ଗ୍ରହ ଥିଲେ ସେ ସ୍ତ୍ରୀ ଜାତକରେ ଥିବା ଧନପତ୍ୟ ଦାରିଦ୍ର୍ୟ ଏବଂ ବୈଧବ୍ୟ ଦୋଷ ଭଙ୍ଗ ହୋଇ ସମସ୍ତ ଶୁଭ ହୋଇଥାଏ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ବୁଧ ଲଗ୍ନରେ ହୋଇ ଉଚ୍ଚରେ ଓ ବୃହସ୍ପତି ଏକାଦଶରେ ସେ ସ୍ତ୍ରୀ ରାଜପତ୍ନୀ ତୁଲ୍ୟା ସୁଖିନୀ ଭୋଗିନୀ ଓ ସ୍ୱାଧୀ ହୋଇଥାଏ। ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ଲଗ୍ନ କର୍କଟର ରବି ସପ୍ତମ ସ୍ଥାନରେ ବୃହସ୍ପତି କର୍କୁକ ଦୃଷ୍ଟ ହେଉଥିଲେ ସେ ସ୍ତ୍ରୀ ବିଦ୍ୟାଧାରୀ ତୁଲ୍ୟ ସୁନ୍ଦରୀ ଶତ୍ରୁହୀନା ଧନ ଓ ପୁତ୍ରଯୁକ୍ତା ରାଞ୍ଚି ତୁଲ୍ୟା ସୁଖ ଅୟସରେ ସମୟ ଅତିବାହିତ କରେ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ଚନ୍ଦ୍ର ଏକାଦଶରେ ଥିବେ ସପ୍ତମ ସ୍ଥାନରେ ଶୁକ୍ର ବୁଧ ଯୁକ୍ତ ହୋଇଥିବେ ବୃହସ୍ପତି କର୍ତ୍ତୃକ ଦୃଷ୍ଟ ହେଉଥିଲେ ସେ ସ୍ତ୍ରୀ ରାଜତଲ୍ୟା ପତି ଲାଭ କରେ ଓ ବିଶେଷ ଗୁଣର ଅଧିକାରୀ ହୋଇଥାଏ। ଯେଉଁ ସ୍ତ୍ରୀଙ୍କ ଜାତକରେ ବୃହସ୍ପତି କେନ୍ଦ୍ରରେ କିମ୍ବା ତ୍ରିକୋଣରେ ସେ ସ୍ତ୍ରୀ ସୁଖିନୀ ସର୍ବ ଗୁଣଯୁକ୍ତା ଏବଂ
ପିତୃ ଓ ଶ୍ୱଶୁର ଦୁଇ କୁଳର ମର୍ଯ୍ୟାଦା ବଢ଼ାଇଥାଏ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କ ଜାତକରେ ଲଗ୍ନ କିମ୍ବା ଚନ୍ଦ୍ରଠାରୁ ସମସ୍ତ ସ୍ଥାନାଧିପତିମାନେ ସ୍ୱର୍ଗହରେ ଅର୍ଥାତ୍ ସପ୍ତମ ସ୍ଥାନରେ ଥିଲେ ଓ ଶୁଭ ଗ୍ରହମାନେ ଲଗ୍ନ ବା ସପ୍ତମରେ ଥିଲେ, ସେ ସ୍ତ୍ରୀକୁ ବିଷକନ୍ୟା ଜନିତ ବୈଧବ୍ୟ ଦୋଷ ଓ ଅନପତ୍ୟ ଦୋଷର ବିନାଶ ହୋଇଥାଏ। ତ ଆଜି ଆମେ ଜାଣିଲେ ଏହି ଭିଡ଼ିଓରେ ଆମେ ଆଜି ପାଇଁ ଏତିକି। ଆଜି ଆମେ ଯେଉଁ ଜାଣିଲେ ସ୍ତ୍ରୀମାନଙ୍କର ଜାତକ ଦେଖି କୁହନ୍ତୁ, ପୁଣି ଆମେ ଅଲଗା ଭିଡ଼ିଓରେ ଆଗାମୀ ଭିଡ଼ିଓରେ ଜାଣିବା ପୁରୁଷମାନଙ୍କର ନାନା ଲକ୍ଷଣ। ସେହି ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ରହିଲି। ନମସ୍କାର।